ଏଇଠି ହିନ୍ଦୁ କହୁଛି ମୋ ଜାତି ବଡ଼, ଏଠି ଖ୍ରୀଷ୍ଟିଆନ କହୁଛି ମୋ ଜାତି ବଡ଼, ଏଠି ମୁସଲିମ କହୁଛି ମୋ ଜାତି ବଡ଼। ସମସ୍ତେ ସମସ୍ତଙ୍କୁ ତାଚ୍ଛଲ୍ୟ କରି କହୁଛନ୍ତି। ଏଠି ମୁସଲିମ ହିନ୍ଦୁକୁ ତାଚ୍ଛଲ୍ୟ କରୁଛି, ହିନ୍ଦୁ ଖ୍ରୀଷ୍ଟିଆନକୁ ତାଚ୍ଛଲ୍ୟ କରୁଛି, ଖ୍ରୀଷ୍ଟିଆନ ମୁସଲିମକୁ ତାଚ୍ଛଲ୍ୟ କରୁଛି। ଏଠି ସମସ୍ତେ କିଏ କାହାକୁ ଛାଡ଼ୁନାହାନ୍ତି, ସମସ୍ତେ ସମସ୍ତଙ୍କୁ ତାଚ୍ଛଲ୍ୟ କରି କହୁଛନ୍ତି। ସମସ୍ତେ କହୁଛନ୍ତି ମୋ ଜାତି ବଡ଼, ମୋ ଜାତି ବଡ଼, ମୋ ଧର୍ମ ବଡ଼। କିନ୍ତୁ ଥରେ ଭାବିଲ, ଯେତେବେଳେ ମେଡିକାଲ ବେଡ୍ରେ ପଡ଼ୁଛ, ଯେତେବେଳେ ବ୍ଲଡ୍ ଦରକାର ପଡ଼ୁଛି, ସେତେବେଳେ ତ କହୁନ କାଳେ ଏଇଟା ମୁସଲିମ ହେଇତ, ମୁଁ ହିନ୍ଦୁ, ମୁଁ ମୁସଲିମର ବ୍ଲଡ୍ ନେବି କେମିତି? ଥରେ ତ ଭାବୁନ ମୁଁ ମୁସଲିମ, ମୁଁ ହିନ୍ଦୁର ବ୍ଲଡ୍ ନେବି କେମିତି? ଥରେ ତ ଭାବୁନ ସିଏ ଖ୍ରୀଷ୍ଟିଆନ, ମୁଁ ତା ବ୍ଲଡ୍ ନେବି କେମିତି? ଯେତେବେଳେ ମେଡିକାଲ ବେଡ୍ରେ ଭେଦଭାବ କରୁନ ବ୍ଲଡ୍ ନେଲା ବେଳେ, ତାହେଲେ ଜାତି ପ୍ରଥାରେ କ'ଣ ପାଇଁ ଭେଦଭାବ? ସବୁଆଡ଼କୁ ଯାଉଛି, ହିନ୍ଦୁ ଆଡ଼କୁ ଯାଉଛି, ମୁସଲିମ ଆଡ଼କୁ ଯାଉଛି, ଖ୍ରୀଷ୍ଟିଆନ ଆଡ଼କୁ ଯାଉଛି। ଜଳ ହିନ୍ଦୁ ଆଡ଼କୁ ଯାଉଛି, ମୁସଲିମ ଆଡ଼କୁ ଯାଉଛି, ଖ୍ରୀଷ୍ଟିଆନ ଆଡ଼କୁ ଯାଉଛି। ଯେତେବେଳେ ଜଳ ବାୟୁ ଏମାନେ ଜାତି ପ୍ରଥା ଦେଖୁନାହାନ୍ତି, ତାହେଲେ ତମେ ମାନେ କ'ଣ ପାଇଁ ଦେଖୁଛ ଜାତି ପ୍ରଥା? ମୁଁ ଠିକ୍ କହିଲି ଭୁଲ? ଥରେ ଭାବ, ଯେତେବେଳେ ମେଡିକାଲ ବେଡ୍ରେ ପଡ଼ିଲା ବେଳେ, ବ୍ଲଡ୍ ନେଲା ବେଳେ ଯେତେବେଳେ ଜାତି ଦେଖୁନ, କ'ଣ ପାଇଁ ସେ ଜାତି ପ୍ରଥାକୁ ନେଇ ଦଙ୍ଗା କରୁଛ? ମୁଁ ଜାଣିଛି ଏ ଭିଡ଼ିଓଟି ସମସ୍ତଙ୍କୁ ଭଲ ଲାଗି ନପାରେ, କିନ୍ତୁ ଥରେ ଭାବ, ନେଲା ବେଳେ ତମେ ତ ଟିକେ ଭାବୁନ କାଳେ ସେଇଟା ମୁସଲିମ ହେଇଥିବ, କାଳେ କିଏ ଖ୍ରୀଷ୍ଟିଆନ ହେଇଥିବ, କାଳେ ସେଇଟା ହିନ୍ଦୁ ରହିଥିବ। এইটা যদি ভাবুন, তাহলে জাতি প্রথা ভিতরে কোণ পাই ভাবুছ? জয় জগন্নাথ।